मेघ पाग ହେଲା ଆଉ। ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ସକାଳୁ ସକାଳୁ ଏବେ ଆମର ପଖାଳ ଖିଆ ଚାଲିନି। ବର୍ଷା ପାଗ ଦେଖୁଥିଲୁ, ବର୍ଷା ପାଗ ତ ହେଇଛି ଆଉ ସେଇଥିରେ ଆମର ଆଜି ପଖାଳ ତ ଖିଆ ଚାଲିଛି। ପଖାଳ ଭାତକୁ ଡବଲ ଶାଗ ଭଜା, ଏପଟେ ପୋଇ ଶାଗ, ସେପଟେ ଖଡା ଶାଗ, ବାସି ଖଟା, ବାସି ପଖାଳ। ସେଇ ବାଲ୍ଟି ପାଖେ ଚାଳିଆରୁ ଥୁଆ ହେଇଛି ଶାବଳ। ଆଉ କଣ ଖାଇବା? ଆମର ବିରି ପଡ଼ିବ, ଏ ଯେଉଁ କ'ଣ ବଡ଼ି ହେବ, ସେଥିପାଇଁ ବିରି ମାନେ ଚୋପା ଛଡ଼ା ଚାଲିଛି। ଅଧ କୁଣ୍ଡେ ବିରି ବଢ଼ିଛି, ବୋଧେ 4-5 କିଲୋ ବିରି ହେବ, ବଢ଼ି ହେବ। ଆଜି ପୁରା ମେଘୁଆ ପାଗ ହେଇଛି, ମାନେ ବହୁତ ମେଘ ପାଗ ହେଇଛି ଦେଖାଯାଉଥିବ ଆଉ ସାଙ୍ଗମାନେ ପଛପଟେ। ଆଜି ମେଘୁଆ ପାଗରେ ମୋର ସକାଳୁ ସକାଳୁ ପଖାଳ ଖିଆ ସରିଗଲା। ଏବେ ଯିବା କାମକୁ। ଆଉ ବାରିରେ ତ ଏବେ ତ ବାରିରେ କାମ ଚାଲିଛି, ମାନେ ରୋଡ଼ କାମ, ଯେହେତୁ ରାସ୍ତା ଯାଉଛି ସେ ସିଧାରେ, ପାଚେରୀ ଫାଚେରୀ ଭଙ୍ଗା ଭଙ୍ଗି ଚାଲିଛି। ଆଉ ଗଛ ଲତା ମାନେ ଏ ଜାଗାରୁ ଉପଡ଼ା ହେଇକି, ରୋଡ଼ ସାଇଡ଼ରୁ ଉପଡ଼ା ହେଇକି ବାରି ଭିତରକୁ ଯାଉଛି। ଏବେ ଏଇ କାମ ସବୁ ମୁଁ କରୁଛି। ଆଉ କାମକୁ ଯାଇନି, ମାନେ ମୁଁ ଯେଉଁ ରଡ଼ କାମ ଯାଉଥିଲି ଯାଇନି ଏବେ। ଆଉ ଏବେ ଗଲି ବାରି କାମ କରୁଛି। ଆଉ ଚାଲ, ଖାଇ ତ ସାରିଲାଣି, ଏବେ ଯିବା, ବାରିରେ ପହଞ୍ଚିଲେ ଦେଖେଇବି। ହଁ ସାଙ୍ଗମାନେ, ମୁଁ ତ ଖାଇ ପିଇକି ଏବେ ବାରି ପଳେଇ ଆସିଲିଣି। ବାରିରେ ଏବେ ଆକ୍ଚୁଆଲି ଭିଡ଼ିଓ ଏମିତି ସୁଟ୍ କରିପାରିଲିନି ବ୍ୟସ୍ତତା ଭିତରେ। ଆଉ କିଛି ଗଛ ହାଣିକି ଗୋଟେ ଜାଗାରେ ପୋତି ସାରିଲାଣି। ଆଉ ଦେଖଉଛି ପୋତି ସାରିଛି, ଗୋଟେ ସେଠି ବାଲ୍ଟି ଥୁଆ ହେଇଛି ପାଖରେ, ବାଲ୍ଟି ପାଖରେ ଗୋଟେ ଗଛ ପୋତିଛି। ଆଉ ଏପଟେ ଗୋଟେ ଆମ୍ବ ଗଛଟାକୁ ଏବେ ପୋତିଲି, ଏଇଟାକୁ ଏବେ ପୋତିଲି। ଆଉ ବାକି ସେପଟେ 2-3ଟା ଗଛ ପୋତି ଦେଇଛି, ଆଉ ଦେଖାଯିବନି, ସେପଟେ ପଛପଟକୁ ପୋତିଛି। ଆଉ ଏବେ 2ଟା ଲଙ୍କା ତୋଳିକି ନେବା ଘରକୁ। ଲଙ୍କା ତ ଏଇ ଦେଖିବେ ପ୍ରବଳ ହେଇଛି। ଆଉ ଏବେ କିଛି ଲଙ୍କା ତୋଳିଦେବା, ତାପରେ ଘରକୁ ଯିବା।
ହଉ ଏବେ ମୋ ଲଙ୍କା ତଳା ସରିଗଲା। ମୁଁ ଏବେ ଘରକୁ ଯାଉଛି। ଆଉ ଦେଖଉଛି ଟିକେ ଲଙ୍କା ମୁଁ ତୋଳିଛି। ହଉ ମୁଁ ଏବେ ଘରେ ପହଞ୍ଚିଲେ ଦେଖେଇବି। ହଉ ଏବେ ଆମର ଦ୍ୱିପହର ଟାଇମ୍ ହେଇଗଲାଣି। ଏଥର ଆମର ଭୋଜନ ଟାଇମ୍। ଏଥର ଆମର ଟିକେ ଉଷୁନା ଭାତକୁ ବେସର ଘାଣ୍ଟ ଖାଇଦବା, ତାପରେ ଭିଡ଼ିଓ ଏଣ୍ଡ କରିବା ଆଉ। ଦେଖ ଆମର ଏଇ ଚାଲିଛି ବେସର ଆଳୁ ଝୋଳ, ବାସିଆ ଖଟା ଚାଲିଛି। ଆଉ ସାଙ୍ଗମାନେ ଏବେ ତ ସନ୍ଧ୍ୟା ହେଇଗଲାଣି। ଆଉ ଦ୍ୱିପହର ତ ଖାଇ ପିଇକି ଶୋଇ ପଇଲି। ପୁରା ଯେଉଁ ଭଳିଆ ବର୍ଷା ପାଗରେ ଥଣ୍ଡା ପାଗରେ ନିଦ ଲାଗିଗଲା। ପୁରା ଶୋଇ ପଇଲି ଗୋଡ଼ି ପୋଡ଼ି ହେଇକି। ଆଉ ଏବେ ଜଷ୍ଟ ଉଠିକି ମାନେ ମୁଁ ଆକ୍ଚୁଆଲି ସନ୍ଧ୍ୟା ବେଳକୁ ଉଠିଲି। ଆଜି ପ୍ରବଳ ବାଧା ହେଇଥିଲା, ନିଦ ଲାଗିଗଲା। ଆଉ ଏବେ ଉଠିକି ଚା ଜଳଖିଆ ଖାଇକି ବସିଛି। ଆଉ ଲିସିନର ତା ମାମାର ଏବେ ରୋଷେଇ ପ୍ରୋଗ୍ରାମ ଚଲେଇଛନ୍ତି। ଲିସିନ ଏଇଠି ବସିଛି। ତା ମାମା ଏଠି ଆଳୁ ପୋଟଳ ତରକାରୀ ହେଉଛି ଆଜି। ଆଳୁ ପୋଟଳ ସୋୟାବିନ ବଡ଼ି ତରକାରୀ ଚାଲିଛି। ଆଜି ତ ରାତିରେ ମାନେ ଆଳୁ ପୋଟଳ ମିଲି ହବ। ଦିନରେ ତ ଦେଖିଥିବେ ଆମର ସାଧା ଡାଲମା ଅରୁଆ ଖାଇଥିଲୁ। ସକାଳେ ପଖାଳ ଶାଗ ଭଜା ଖାଇଲୁ। ଆଉ ଏବେ ଆଳୁ ପୋଟଳ ଖାଇବୁ। ଆଉ ସାଙ୍ଗମାନେ ଏଥର ଆମେ ଆଳୁ ପୋଟଳ ଖାଇକି ରୋଷେଇ କରି ଖାଇବୁ। ଏଥର ଭିଡ଼ିଓ ଟିକେ ଏଣ୍ଡ କରିଦେବା। ଆଉ ରାତି ତ ହେଇଗଲେ ଆଉ ରାତିରେ ଆଉ କ'ଣ ସୁଟ୍ କରିବା। ଆଉ ଏଥର ଭିଡ଼ିଓ ଟିକେ ରଖିଦେଉଛି। ଭଲ ଲାଗିଲେ ନିଶ୍ଚୟ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବେ। ଯେଉଁମାନେ ନୂଆ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଆଜି ଭିଡ଼ିଓ ରଖୁଛି। ବାଏ ବାଏ।